ମୁଁ ଆଜି ସମ୍ପୂର୍ଣ୍ଣ ଜାଣିଲି ବା ସ୍ପଷ୍ଟ ହୋଇଗଲି ଯେ ମହାମହିମ ଦ୍ରୌପଦୀ ମୁର୍ମୁ ଯେତେବେଳେ ମୟୂରଭଞ୍ଜକୁ ଆସିଥିଲେ ତାଙ୍କୁ ସଭାସ୍ଥଳେ ଏଭଳିଆ କାହିଁକି ଅନ୍ଧାରରେ ରଖାଗଲା ଆଉ କାହିଁକି ସଭାଗୃହରେ ଏଭଳିଆ ଅପମାନ କରାଗଲା ଯାହାକି ସାରା ପୃଥିବୀ ଦେଖିଲା। ଆଉ ଠିକ୍ ସେହିପରି ମୟୂରଭଞ୍ଜର MP ମହାଶୟ ବିଶେଷଜ୍ଞ ମଧ୍ୟ ଠିକ୍ ଏହି ଟାଇପ୍ର ଘଟଣା ବା ଏହି ଟାଇପ୍ର ମିସବିହେଭ୍ କରାଗଲା। କାହିଁକି ମୟୂରଭଞ୍ଜରେ ଏହି ଟାଇପ୍ର ଘଟଣା କାହିଁକି କରାଯାଉଛି ନା ମୟୂରଭଞ୍ଜ ସେଡ୍ୟୁଲ୍ ଏରିଆ ଭଳି। ସମସ୍ତ ଗୁରୁଜନଙ୍କ ପ୍ରଣାମ ଏବଂ ମୋର ଭାଇ ଭଉଣୀମାନଙ୍କ ନମସ୍କାର ତଥା କୁନି କୁନି ପିଲାମାନଙ୍କ ମୋର ସ୍ନେହ। ମୁଁ ସୁରଜମଙ୍ଗଲ ମୁର୍ମୁ, ସ୍ୱାଧୀନ MP ପ୍ରାର୍ଥୀ ମୟୂରଭଞ୍ଜ। କିନ୍ତୁ ଗୋଟିଏ କଥା ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ମୟୂରଭଞ୍ଜରେ ବାରମ୍ବାର ଗୋଟିଏ ଟାଇପ୍ର ଘଟଣା ଚାଲିଛି ଯାହାକି ଆମର ବା ଆମ ଦେଶର ପ୍ରଥମ ନାଗରିକଙ୍କୁ ବି ଛଡ଼ାଯାଇ ନାହିଁ। ତ ଆଜି ମୟୂରଭଞ୍ଜରେ ଶାସନ ବ୍ୟବସ୍ଥା ବା ଶୃଙ୍ଖଳା ବ୍ୟବସ୍ଥା କେଉଁ ଜାଗାକୁ ପହଞ୍ଚିଲାଣି ଏଇଟା ବାରମ୍ବାର ରିପିଟ୍ ହେଉଛି ଘଟଣାଟି। ତ କାହିଁକି ଏହାର କୌଣସି ପଦକ୍ଷେପ ଠିକ୍ ସମୟରେ ନିଆଯାଉନାହିଁ। ଅତି ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ମୁଁ MP ପ୍ରାର୍ଥୀର ଯେଉଁ କାଗଜପତ୍ର ଦାଖଲ କରିବା ପାଇଁ ଯେଉଁ ଭଳିଆ ପରିସ୍ଥିତି ଫେସ୍ କରିଛି ଯାହା ମୋତେ କହିବାକୁ ଅତି ଖରାପ ଲାଗୁଛି। ଯେଉଁ କଥା କି ଅବଶ୍ୟ ଏଇ ପ୍ରୋବ୍ଲେମ୍ ଗୁଡ଼ିକୁ ମୁଁ ଆମର ନିୟରେଷ୍ଟ ଥାନାକୁ ଜଣାଇଛି, ଆଉ SP ମହାଶୟଙ୍କୁ ଜଣାଇଛି, ଆଉ କଲେକ୍ଟର ସାହେବଙ୍କୁ ଜଣାଇଛି। ଆଉ ସମସ୍ତେ କହିଛନ୍ତି ବହୁତ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତ ଏଇଠି କହିବାକୁ ଚାହୁଁଛି ଯେ ଏଇ କଥାଟି ଆମର ମିଡ଼ିଆ ଭାଇମାନେ ରେକର୍ଡ଼ିଂ କରିସାରିଲା ପରେ କାହିଁକି ଛାଡ଼ିଲେ ନାହିଁ। ଭାରତର ଇଲେକ୍ସନ୍ର ହେଡ଼୍ ଯିଏ ଅଛନ୍ତି ରାଷ୍ଟ୍ରପତି, ତାଙ୍କୁ ବି ନିବେଦନ କରୁଛି ଏଇ ମିଡ଼ିଆ ଏଇ ନ୍ୟୁଜ୍ ମାଧ୍ୟମରେ ଯେ ମୋ ନମିନେସନ୍ ସିଓର କରନ୍ତୁ। ଆଉ ସେ ପର୍ଯ୍ୟନ୍ତ ମୁଁ ଲଢ଼ୁଥିବି ଯେ ପର୍ଯ୍ୟନ୍ତ ନମିନେସନ୍ ନେଇନାହାନ୍ତି। କାରଣ ଏଇଟା ଜେନେରାଲ୍ ଇଲେକ୍ସନ୍, ସାଧାରଣ ଛୋଟ ମୋଟ ଇଲେକ୍ସନ୍ ନୁହେଁ। ଆଉ ଯଦି ଗୋଟେ କ୍ୟାଣ୍ଡିଡେଟ୍କୁ ମୟୂରଭଞ୍ଜର MP କ୍ୟାଣ୍ଡିଡେଟ୍କୁ ଯଦି ଏଇଆ କରାଯିବ ତାହେଲେ ମୟୂରଭଞ୍ଜ କ'ଣ ଚାଲିଛି ଆଉ ସ୍ୱତନ୍ତ୍ର କଲେକ୍ଟର ଅର୍ଡ଼ର ଥାଇକି ମୁଁ ତାଙ୍କୁ ବୁଝେ ସବୁ ବ୍ୟାଙ୍କରେ ମୋର ଟାଇମ୍ ନଷ୍ଟ ହୋଇଛି ଆଉ ଏଇ ମୂଲ୍ୟବାନ ସମୟ। ତ ମୋତେ ଅତି ଦୁଃଖ ଲାଗୁଛି ଯେ ମୋ ସହିତ ଯେଉଁ ସମର୍ଥକମାନେ ଆଜି ସମସ୍ତେ ଚିନ୍ତିତ ବା ସେମାନେ ହତାଶ ହୋଇପଡ଼ିଛନ୍ତି ଯେ ଆମର ଏଇ ଯେଉଁ କଥାଟି କେବେ କଲେକ୍ଟର ସାହେବ ବିଚାରକୁ ନେବେ ଆଉ ଆମକୁ ଏହାର ଉଚିତ ପଦକ୍ଷେପ ବା ଉଚିତ ବ୍ୟବସ୍ଥା କରିବେ। ତ କ'ଣ କରିବି ଆପଣମାନେ କୁହନ୍ତୁ ଯେ ଯେଉଁମାନେ ମୋତେ ସପୋର୍ଟ କରୁଥିଲେ ଆଜି ତାଙ୍କର କ'ଣ ଦଶା ଘଟୁଥିବ। ମାନେ ମୋ ସମର୍ଥକମାନେ ବାରମ୍ବାର ଫୋନ୍ କରିକି ପଚାରୁଛନ୍ତି ସାର୍ କ'ଣ ଘଟଣା ଘଟିଲା, କେତେ ଆଗକୁ କଲେକ୍ଟର ସାହେବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବା ପୋଲିସ ପ୍ରଶାସନିକ ଏହି ବ୍ୟବସ୍ଥାର କ'ଣ ପଦକ୍ଷେପ ନେଲେ। ତ ସେଥିପାଇଁ ମୁଁ ବିନମ୍ର ଅନୁରୋଧ କରୁଛି ଯେ ମୁଁ ବିନମ୍ର ନିବେଦନ କରିବି ଆମ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ କଲେକ୍ଟର ମହାଶୟଙ୍କୁ ଯଥାଶୀଘ୍ର ଏହାର ପଦକ୍ଷେପ ନିଅନ୍ତୁ। କାରଣ ଧୀରେ ଧୀରେ ପ୍ରୋବ୍ଲେମ୍ ଜଟିଳରୁ ଜଟିଳ ଆଡ଼କୁ ଗତି କରୁଛି। କାରଣ ବାରମ୍ବାର ଆମ ଘରକୁ ମୋ ସମର୍ଥକ ଆସୁଛନ୍ତି ତ ଏହାର ପଦକ୍ଷେପ କ'ଣ ହେଲା ଏମିତି ଫୋନ୍ କରି ବହୁତ ସମସ୍ତେ ପଚାରୁଛନ୍ତି। ତ ମୁଁ କ'ଣ କରିବି, ତେଣୁ ମୁଁ ଏତିକି ଚାହୁଁଛି ଯଥାଶୀଘ୍ର ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କାରଣ ଏଇଟା ଇଲେକ୍ସନ୍ କଥା, ଯେହେତୁ ଡିଷ୍ଟ୍ରିକ୍ଟ ଇଲେକ୍ସନ୍ ଅଫିସର ବି କଲେକ୍ଟର ସାହେବ ଅଛନ୍ତି। ତ ତେଣୁ ଏହାର ସୁବିଚାର କରିକି ଠିକ୍ ସମୟରେ ପଦକ୍ଷେପ ନିଅନ୍ତୁ ଆଉ ଯାହାଫଳରେ ମୋର ସମସ୍ତମାନଙ୍କ ମନ ଶାନ୍ତ ହେବ। ଆଉ ଯଦି ଏହାର ଡେରି ହେବ ତ ଧୀରେ ଧୀରେ ଏହାର ପ୍ରଭାବ ଅଲଗା ଟାଇପ୍ର ହେବ। ତେଣୁ ଯାହା ବି ହେବ ସେଥିରେ ସରକାରୀ ଦାୟୀ ରହିବେ। କାରଣ ଯେହେତୁ
ମୋତେ ଅଫିସିଆଲି ପ୍ରୋବ୍ଲେମ୍ କରାଯାଇଛି, ଯେଉଁଟାକି ଯେଉଁ ବ୍ୟାଙ୍କ ମାନଙ୍କରେ ମୋତେ ଲାଞ୍ଚ ମଗାଯାଇଛି, ଯେଉଁଟାକି ଚିତ୍ରଡ଼ା ICICI ବ୍ୟାଙ୍କରେ ଲକ୍ଷ ଟଙ୍କା ଲାଞ୍ଚ ମଗା ହେଇଥିଲା। ଠିକ୍ ସେହିପରି ବାରିପଦା ଆକ୍ସିସ୍ ବ୍ୟାଙ୍କ, ସେଇଠି ବି 24,000 ନହେଲେ ଆକାଉଣ୍ଟ ଖୋଲା ହେଇପାରିବ ନାହିଁ। ଶେଷରେ HDFC ବ୍ୟାଙ୍କରେ ବହୁତ ସମୟ ପଚାରିଲା ପରେ ମୋ ଡକୁମେଣ୍ଟ ନେଲେ, ଆଉ ଡକୁମେଣ୍ଟ ନେଲା ପରେ ଡକୁମେଣ୍ଟ ରଖିଦେଲେ, କିନ୍ତୁ ଏପର୍ଯ୍ୟନ୍ତ ସେଠି ବି ମୋତେ ଆକାଉଣ୍ଟ ଦେଲେ ନାହିଁ। ତ ଏଇ ଟାଇପ୍ର ଯେଉଁ ପ୍ରୋବ୍ଲେମ୍ ଦ୍ୱାରା ମୁଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବାରେ ଅସମର୍ଥ ହୋଇଛି, ତାହା ଯଥାଶୀଘ୍ର କାର୍ଯ୍ୟକାରୀ ହେଉ ବା ମୋର এই ପ୍ରୋବ୍ଲେମ୍ର ସମାଧାନ ହୋଇଯାଉ। କାରଣ এই ପ୍ରୋବ୍ଲେମ୍ ଯେତେବେଳେ ଧୀରେ ଧୀରେ ସମୟ ଗଡ଼ି ଗଡ଼ି ଯାଉଛି, ତ এই ପ୍ରୋବ୍ଲେମ୍ ବଢ଼ି ବଢ଼ି ଯାଉଛି। ତେଣୁ ସବୁଠୁ ଦୁଃଖର କଥା ମୁଁ କହିବାକୁ ଚାହୁଁଛି ଯେ ମିଡ଼ିଆ ଭାଇମାନେ ଏ ପ୍ରୋବ୍ଲେମ୍କୁ ରେକର୍ଡ଼ିଂ କରିକି କାହିଁକି ପବ୍ଲିଶ କଲେ ନାହିଁ? ତ କ'ଣ ଚାଲିଛି ମୟୂରଭଞ୍ଜରେ? ତ ସେଥିପାଇଁ ମୁଁ ଜନସମାଜକୁ ପଚାରୁଛି, ଆଜି ମୟୂରଭଞ୍ଜକୁ କେଉଁ ଜାଗାରେ ଆମେ ପହଞ୍ଚାଇଲେ? ତେଣୁ ଆପଣମାନଙ୍କ ମୂଲ୍ୟବାନ ଭୋଟକୁ କେବେ ବିକ୍ରି କରନ୍ତୁ ନାହିଁ, ଠିକ୍ ଲୋକଙ୍କୁ ବାଛନ୍ତୁ। ନଚେତ୍ ଯାହା ଦୋଷା ଏଇ ଟାଇପ୍ର ଘଟୁଛି ତାହା ଆହୁରି ଭୟଙ୍କର ରୂପ ଧାରଣ କରିବ। ତେଣୁ ମୁଁ ସମସ୍ତଙ୍କୁ ନିବେଦନ କରିବି ଯେ ଆମେ ସଚେତନ ହେବା, ଆଉ ନହେଲେ ମୟୂରଭଞ୍ଜ ସୁଧରିବ ନାହିଁ। ତେଣୁ ଆଉ ବାକି କଥା ମୁଁ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କୁ କହିବି। ତ ଆପଣମାନଙ୍କୁ ଏତିକି ନିବେଦନ କରିବି, ଯିଏ ବି ଯେଉଁଠୁ ଅଛନ୍ତି, ତ ଆପଣ କେବେ ପ୍ରୋବ୍ଲେମ୍ରେ ନ ପଡ଼ି ଆପଣ ମୂଲ୍ୟବାନ ଭୋଟକୁ ନଷ୍ଟ କରନ୍ତୁ ନାହିଁ। ଶେଷରେ କହିବି ଯେ ମୁଁ ଥରେ ପାଦ ଆଗକୁ ବଢ଼ାଇଲେ ମୁଁ କେବେ ପଛକୁ ଘୁଞ୍ଚେ ନାହିଁ, କାରଣ ମୁଁ କେବେ ମିଛ କହି ନାହିଁ ଆଉ ମିଛ କହିବା ଶିଖି ନାହିଁ। କାରଣ ମୁଁ ସବୁବେଳେ ସତ୍ୟ ଧର୍ମ ପଥରେ ଆଗେଇ ଚାଲିଛି, ଆଉ ଏଇଟା ମୋ ସୁନିଶ୍ଚିତ ଯେ ଏହାର ଉଚିତ ପଦକ୍ଷେପ ନିଆଯିବ, ଆଉ ନଚେତ୍ ଏହାର ପରିଣାମ ଧୀରେ ଧୀରେ ଭୟଙ୍କର ହେବାକୁ ଲାଗୁଛି। ତେଣୁ ମୁଁ ଚାହୁଁଛି ସବୁ ଜିନିଷ ଶୃଙ୍ଖଳିତ ଭାବରେ ହୋଇଯାଉ, ସେଇଟା ହିଁ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବ। ଆଉ ଏଥିରେ ତ ଏଇଭଳିଆ ଘଟଣା ଘଟୁଛି ଯେଉଁଟାକି କହିବାକୁ ବି ଖରାପ ଲାଗୁଛି। ଶେଷରେ ଏତିକି ନିବେଦନ କରିବି, ଆମର ଯିଏ ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ମହାଶୟଙ୍କୁ ଯେ ଏଇ ଭଳିଆ ପ୍ରୋବ୍ଲେମ୍ ତାଙ୍କର ନିଜ ଜନ୍ମ ମାଟିର କଥା ସେ ଭଲ ଭାବରେ ବିଚାର କରନ୍ତୁ ଯେ ଏଇ ଟାଇପ୍ର ଘଟଣା କାହିଁକି ଜଣେ MP ସ୍ୱାଧୀନ ପ୍ରାର୍ଥୀଙ୍କୁ ଏଇଭଳିଆ ଅସୁବିଧାରେ କାହିଁକି ପକାଉଛନ୍ତି, ଆଉ ଏଇଟା ଠିକ୍ ସମୟରେ ବିଚାର ହେବା ଦରକାର। କାରଣ ସମୟ ଗଡ଼ିଗଲେ ଏହାର ସମାଧାନ ହୁଏତ ବହୁତ ଭୟଙ୍କର ହୋଇପାରେ। ତ କ'ଣ କହିବି, ଆଜି ମୁଁ ଦୁଃଖିତ, ଆଉ ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ମୋ ତରଫରୁ ବିନମ୍ର ନିବେଦନ, ହାତ ଯୋଡ଼ି ନେହୁରା ହେଉଛି, ଏହାର ଉଚିତ ପଦକ୍ଷେପ ନିଅନ୍ତୁ। ଆଉ ଆପଣମାନଙ୍କୁ ନିବେଦନ କରୁଛି, ଆଜି ମିଡ଼ିଆ ଭାଇ ତ ଛାଡ଼ିଲେ ନାହିଁ, ତ ଆପଣମାନେ ଖୁବ୍ ସେୟାର କରନ୍ତୁ, ଆଉ ନିଶ୍ଚୟ ଆମର ଭାରତର ପ୍ରଥମ ନାଗରିକ ନିଶ୍ଚୟ ଆମ ଦେଶର ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ଏହି ଖବରଟି ନିଶ୍ଚୟ ପହଞ୍ଚିବ, ଆଉ ଠିକ୍ ଟାଇମ୍ରେ ଏହାର ସମାଧାନ ହେବ ବୋଲି ଆଶା କରୁଛି। ଧନ୍ୟବାଦ।